এই শীত দিনে বিভিন্ন প্রକାର পিঠাପଣା ଖାଇବାକୁ ଇଚ୍ଛା ହେଇଥାଏ। ଯେହେତୁ ପିଠାପଣା ଖାଇବାକୁ ଇଚ୍ଛା ହେଇଥାଏ ତ ଆମେ ବିଭିନ୍ନ ପ୍ରକାର ପିଠା ଘରେ ବନେଇଥାଉ। ଆଜି ମୁଁ ଆପଣମାନଙ୍କ ସହିତ ଅରୁଆ ଚାଉଳ ଆଉ ଗୁଡ଼ରେ ତିଆରି ଗୋଟେ ବଢ଼ିଆ ପିଠାର ରେସିପି ସେୟାର କରିବି। ପିଠାକୁ ଦେଖିକି ଜାଣିପାରୁଥିବେ ପିଠାଟି କେତେ ପରଫେକ୍ଟ ବନିଛି। ପିଠା ଦେଖିବା ପାଇଁ ଯେତିକି ସୁନ୍ଦର ଲାଗୁଛି ଖାଇବା ପାଇଁ ମଧ୍ୟ ସେତିକି ହିଁ ସୁଆଦିଆ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ପିଠାର ରେସିପି ନିଶ୍ଚୟ ପସନ୍ଦ ଆସିବ। ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ପିଠା ବନେଇବା ପାଇଁ ମୁଁ ଏଠି 2 କପ୍ ଅରୁଆ ଚାଉଳକୁ ପାଖାପାଖି 3 ରୁ 4 ଘଣ୍ଟା ହେବ ଭଲ ଭାବରେ ବତୁରେଇକି ରଖିଥିଲି। ଯେତେବେଳେ ଆପଣମାନେ ପିଠା ବନାଉଥିବେ ପ୍ରଥମେ ଅରୁଆ ଚାଉଳକୁ ଭଲସେ ଟିକେ ବତୁରେଇ ନେବେ। ପାଖାପାଖି 3-4 ଘଣ୍ଟା ତ ନିହାତି ବତୁରେଇବେ। ତ ଏଇଠି ଦେଖିକି ଜାଣିପାରୁଥିବେ ଚାଉଳଟା ପୁରା ବଢ଼ିଆ ସେ ବତୁରି ଯାଇଛି। ଏବେ এই ଅରୁଆ ଚାଉଳକୁ ଆମେ ଗୋଟେ ଗ୍ରାଇଣ୍ଡର ଜାରରେ ଦେଇଦେବା। ସାଙ୍ଗମାନେ ଆଜିର ଏହି ରେସିପି ଭିଡ଼ିଓକୁ ଆପଣମାନେ କେଉଁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯାହାଫଳରେ କି ମୁଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦେଇପାରିବି। ତ ଏଇଠି ଅରୁଆ ଚାଉଳକୁ ଗ୍ରାଇଣ୍ଡର ଜାରରେ ଦେଇସାରିଲା ପରେ ଏବେ ଏଇଠି ଆମେ ପାଣି ଦେବା। ଅରୁଆ ଚାଉଳକୁ ବାଟିବା ପାଇଁ ପାଣି ଏଠି ବହୁତ କମ୍ ଆମେ ୟୁଜ୍ କରିବା। ବିଲକୁଲ ବି ଅଧିକ ପାଣି ଦେବେନି, ଅଳ୍ପ ପାଣି ଦେଇ ଏବେ ଚାଉଳକୁ ପୁରା ଚିକଣ କରି ବାଟି ଆଣିବା। ତ ଏଇଠି ଦେଖିକି ଜାଣିପାରୁଥିବେ ଚାଉଳକୁ ଏଠି ମୁଁ ପୁରା ଚିକଣ କରି ବାଟି ନେଇଛି। ଏବେ এই ବଟା ଚାଉଳକୁ ଆମେ ଗୋଟେ ବଡ଼ ବାଉଲରେ କାଢ଼ି ନେବା। ମନେ ରଖିଥିବେ ପିଠା ବନେଇଲା ବେଳେ ଯେଉଁ ଚାଉଳକୁ ବାଟିବେ ନା ତାକୁ ପୁରା ଚିକଣ କରି ବାଟିବେ। ବିଲକୁଲ ବି ଚାଉଳକୁ ଖଦଖଦଡ଼ିଆ କରି ବାଟିବେନି। ଯଦି ଆପଣମାନେ ଚାଉଳକୁ ଟିକେ ଖଦଖଦଡ଼ିଆ ରଖି ବାଟିଥିବେ ନା ତ ପିଠାଟା ବିଲକୁଲ ବି ଭଲସେ ଫୁଲିବନି। ତ ଏଇଠି ମୁଁ ବାଟି ରଖିଥିବା ଚାଉଳକୁ ଏଇ ବଡ଼ ବାଉଲରେ ଦେଇ ଦେଉଛି। ବଟା ଚାଉଳକୁ ବାଉଲରେ ଦେଇ ସାରିଲା ପରେ ମୁଁ ଏଠି ଆପଣମାନଙ୍କୁ ବ୍ୟାଟରର କନସିଷ୍ଟାନ୍ସି ଦେଖାଉଛି। ତ ଏଇଠି ଦେଖିପାରୁଥିବେ ବ୍ୟାଟରଟା ଆମର କେତେ ବହଳିଆ ଅଛି। ପ୍ରଥମରୁ ବ୍ୟାଟରକୁ ଏମିତି ବହଳିଆ କରିକି ହିଁ ଆମେ ବାଟି ନେବା। ତ ଏବେ ଚାଲନ୍ତୁ ଏଇ ବ୍ୟାଟରକୁ ଆମେ ରଖିନେବା ସାଇଡ଼ରେ। ପିଠା ବନେଇବା ପାଇଁ ଏଠି ମୁଁ ନେଇଯାଇଛି ଗୁଡ଼। ମୁଁ ଏଠି ଏମିତି ଡବାବାଲା ଗୁଡ଼ ନେଇଥିଲି। ଆପଣମାନଙ୍କ ପାଖରେ ଗୁଣ୍ଡବାଲା ଗୁଡ଼ ଥିଲେ ଗୁଣ୍ଡବାଲା ଗୁଡ଼ ଦେଇ ଆପଣମାନେ এই ପିଠାକୁ ବନେଇ ପାରିବେ। ତ ଯେତିକି ଗୁଡ଼ ଆମକୁ ଦରକାର ସେତିକି ଗୁଡ଼କୁ ମୁଁ ଏଠି ଗୋଟେ ଜାଗାକୁ କାଢ଼ି ନେଉଛି। ଏବେ ମୁଁ ଗ୍ୟାସ୍ ଉପରେ ଗୋଟେ ଛୋଟ ପ୍ୟାନ୍ ବସାଇ ନେଇଛି। ଯେଉଁ କପ୍ରେ ମାପିକିନା ମୁଁ ଅରୁଆ ଚାଉଳ ଦେଇଥିଲି ସେଇ କପ୍ରେ ମାପିକି ଏଠି ମୁଁ 1 କପ୍ ଦେଇଥିଲି ପାଣି। ପାଣି ଆମର ହାଲକା ଉଷୁମ ହେଲା ପରେ ଏଇଠି ଆମେ ଦେଇଦେବା ଗୁଡ଼। ପିଠା ପାଇଁ ଯେତିକି ମିଠା ଦରକାର ସେହି ହିସାବରେ ଗୁଡ଼କୁ ଆପଣମାନେ ଏଠି ଦେବେ। ଏଠି 2 କପ୍ ଅରୁଆ ଚାଉଳ ପାଇଁ ପାଖାପାଖି 200 ଗ୍ରାମର ଗୁଡ଼ ନେଇଥିଲି। ଗୁଡ଼କୁ ଏଠି ଆମକୁ ପାଗ କରିବାର ନାହିଁ, କେବଳ ଗୁଡ଼ ଆମର ଭଲସେ ମେଲ୍ଟ ହେବା ପର୍ଯ୍ୟନ୍ତ ଆକୁ ଆମେ ଟିକେ ଫୁଟେଇ ନେବା। ଗ୍ୟାସ୍ର ଫ୍ଲେମ୍କୁ ଏଇ ଜାଗାରେ ବିଲକୁଲ ହାଇ ରଖିଥିବେ। ହାଇ ଫ୍ଲେମ୍ରେ ପାଖାପାଖି 2-3 ମିନିଟ୍ ହେଲା ପରେ ତ ଦେଖିବେ ଗୁଡ଼ ଆମର ପୁରା ଭଲସେ ମେଲ୍ଟ ହେଇଯାଇଥିବ। ତ 2-3 ମିନିଟ୍ ଆକୁ ମୁଁ ଏବେ ଭଲ ଭାବରେ ଫୁଟେଇ ନେଉଛି। ଏଠି ମୁଁ କହି ରଖୁଛି ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ ଏଇଠି ଦେଖିପାରୁଥିବେ ଗୁଡ଼ ଆମର ପୁରା ଭଲ ଭାବରେ ମେଲ୍ଟ ହେଇଗଲାଣି। ଗୁଡ଼ ଏମିତି ଭଲସେ ପୁରା ମେଲ୍ଟ ହେଇଗଲା ପରେ ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବା। ଏଇ ଗୁଡ଼ ପାଣିକୁ ପୁରା ଭଲସେ ଥଣ୍ଡା ହେବା ପାଇଁ ଛାଡ଼ିବା। ପାଖାପାଖି 5-10 ମିନିଟ୍ରେ ଏଇଟା ତ ଭଲ ଭାବରେ ଥଣ୍ଡା ହେଇଯିବ। ଯଦି ଆପଣମାନେ ଜଲ୍ଦି ଜଲ୍ଦି ୟାକୁ ଥଣ୍ଡା କରିବା ପାଇଁ ଚାହୁଁଥିବେ ତାହେଲେ ୟାକୁ ଅଳ୍ପ ସମୟ ପାଇଁ ଫ୍ୟାନ୍ ତଳେ ରଖିଦେବେ। ତ କିଛି ସମୟ ପରେ ଏଇଠି ମୁଁ ହାତ ବୁଡ଼େଇ ଦେଖୁଛି, ଦେଖିପାରୁଥିବେ ଏଇଟା ଏଇଠି ହାଲକା ଉଷୁମ ଅଛି। ପାଣି ଏମିତି ହାଲକା ହାଲକା ଗରମ ଥିଲାବେଳେ ଏବେ ୟାକୁ ଆମେ ଏଇ ବ୍ୟାଟରରେ ଦେଇଦେବା। ଗୁଡ଼ ପାଣିକୁ ଚାଉଳ ବଟାରେ ଦେଇ ସାରିଲା ପରେ ତାକୁ ଆମେ ଭଲ ଭାବରେ ମିଶାଇ ନେବା। ପାଖାପାଖି 7-8 ମିନିଟ୍ ପର୍ଯ୍ୟନ୍ତ ଆକୁ ଏମିତି ଭଲସେ ମିଶାଇବେ। ଯେତେ ଭଲ ଭାବରେ ୟାକୁ ଗୋଳେଇବେ ନା ଦେଖିବେ ପିଠାଟା ସେତେ ପୁରା ଫୁଲକା ଫୁଲକା ବନିବ। ତ ଏଇଠି ଦେଖିପାରୁଥିବେ ବ୍ୟାଟରର କନସିଷ୍ଟାନ୍ସି ଏଠି ପୁରା ପତଳା ଅଛି। ତ ଏବେ ଚାଲନ୍ତୁ ଏଇ ବ୍ୟାଟରରେ ଆମେ ଅଲଗା ସାମଗ୍ରୀ ସବୁ ଆଡ଼୍ କରିବା। ଯେମିତିକି ଯେଉଁ ମେଜରମେଣ୍ଟ କପ୍ରେ ମାପିକି ମୁଁ ସବୁ ଜିନିଷ ନେଇଥିଲି ସେଇ କପ୍ରେ ମାପିକି ଏଠି ମୁଁ ନେଇଯାଇଥିଲି 1 କପ୍ ଅଟା। ଆପଣମାନେ ଚାହିଁଲେ ଅଟା ଜାଗାରେ ମଇଦା ନେଇପାରିବେ। ତା ସହିତ ଏଠି ମୁଁ ନେଇଥିଲି 3-4 ଚାମଚ ନଡ଼ିଆ ଗୁଣ୍ଡ। ଆପଣମାନେ ଚାହିଁଲେ ଫ୍ରେଶ୍ ନଡ଼ିଆକୁ କୋରିକି ମଧ୍ୟ ନେଇପାରିବେ। 1/2 ଚାମଚ ଏଠି ମୁଁ ନେଇଥିଲି ଗୋଲମରିଚ ଗୁଣ୍ଡ, ତା ସହିତ ସ୍ୱାଦ ମୁତାବକ ଲୁଣ। ଏବେ ଏଇ ସବୁ ଜିନିଷକୁ ଦେଇ ସାରିଲା ପରେ ଆକୁ ଆମେ ଭଲସେ ମିଶାଇବା।
এই ଶୀତ ଦିନ ତ ଆପଣମାନେ ବିଭିନ୍ନ ପ୍ରକାର ପିଠାପଣା ବନେଇ ଖାଉଥିବେ। ଥରେ ଏଇ ଗୁଡ଼ ଚାଉଳରେ ତିଆରି ଏଇ ପିଠାକୁ ନିହାତି ଆପଣମାନେ ଟ୍ରାଏ କରନ୍ତୁ। ଦେଖିବେ ଏଇ ପିଠା ଖାଇବା ପାଇଁ ଆପଣମାନଙ୍କୁ ଏତେ ଭଲ ଲାଗିବ ଯେ ଆପଣମାନେ ଏଇ ପିଠାକୁ ବାର ବାର ବନେଇବା ପାଇଁ ଇଚ୍ଛା କରିବେ। ଏବେ ୟାକୁ ଆମେ ପୁରା 7 ରୁ 8 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ମିଶାଇବା। 7-8 ମିନିଟ୍ ୟାକୁ ଭଲସେ ମୁଁ ଗୋଳେଇ ସାରିଲା ପରେ ଏଇଠି ମୁଁ ବ୍ୟାଟରର ଫାଇନାଲ କନସିଷ୍ଟାନ୍ସି ଆପଣମାନଙ୍କୁ ଦେଖାଉଛି। ତ ବ୍ୟାଟରର କନସିଷ୍ଟାନ୍ସି ଆପଣମାନେ ଏମିତି ହିଁ ରଖିବେ। ना ही आठू बेसी पतला ना ही आठू बेसी गाढ़ा। तो एमिती बैटर कंसिस्टेंसी रहिले पिठा हमर पूरा फुल्का फुल्का बनिबो। तो येठी हमर बैटर तो पूरा रेडी हो गलानी। एबे चलंतु पिठा छाणिबा पई गैस ऊपर गोटे पैन बसै नबा। पैन रे अल्प तेल देई तेल को भल से गरम करनी थिली। तेल भल भाबरे गरम हेलानी कि नै जानबा पई एबे तेल रे अल्प टिके मु बैटर देइथिली। तो एठी देखि पारथिबे तेल रे बैटर को दौ दौ सेटा संगे संगे फुली ऊपर को उठी जाउची। ता माने तेल एठी हमर पूरा परफेक्ट भाबरे गरम हो गलानी। तेल एमिती गरम हो सारा पर एठी आमे गोटे डंकी बैटर दबा। मन रखिथिबे पिठा को जेतबेले आपण माने छाणुथिबे ना प्रथमे तेल को हाई फ्लेम रे भल भाबरे गरम करनेबे। तेल पूरा भल से गरम हो सारा पर गैस रो फ्लेम को आमे एठी मीडियम करनबा। मीडियम फ्लेम रे एठी मु गोटे डंकी बैटर देइथिली। तो एठी देखि परथिबे पिठा केते सुंदर भाबरे हमर फुली गला। पिठा ऊपर को एमिती हल्का हल्का तेल आमे देइ देबा। एमिती हल्का हल्का तेल देले कौन हम ना पिठाटा दुई पट साइड रू एका सांगे पूरा बढ़िया से हमर कलर हो। तो पिठार गोटे पट साइड एमिती बढ़िया कलर हो सारा पर एबे पिठा को आम आर पट को पलटै नबा। एबे पिठा को एमिती एपट सेपट करी पूरा बढ़िया से गोल्डन कलर हवा पर्यंत आम छाणी नबा। पाखापाखि गोटे मिनिट पिठा को एमिती एपट सेपट करला परे तो ये देखिपे पिठा आमर पूरा बढ़िया से गोल्डन कलर हो गलानी। एबे पिठा को आम छाणिकी गोटे प्लेट रखी नबा। सेम प्रोसेस रे सबुजाक पिठा को बनैबा। सबुजाक पिठा को छाणी सारा पर ये गोटे प्लेट रे रखी नैची। देखिकी जानिपारुथिबे पिठाटा आमर केते परफेक्ट बनिची। देखिबा पई जेतिकी सुंदर लागुची खाइबा पई मध्य सेतिकी ही सुआदिया। आशा करूची आपण मानको आजिर एई पिठार रेसिपी निश्चय पसंद आस्तिबो। पुणी आसिबी गोटे नुआ रेसिपी नहीं से पर्यंत रहूची। नमस्कार, जय जगन्नाथ।